କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି କୁହୁଡ଼ି ଢାକା ସକାଳ ପାହାଡ଼ ଉପରେ ହାଲୁକା ଖରା ଆଉ ଶୀତଳ ପବନର ସ୍ପର୍ଶ ଏହି ମନୋରମା ପରିବେଶ ମଧ୍ୟରେ ଆଜି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ଜଣେ ବିଦେଶୀ ଦମ୍ପତି ପର୍ଯ୍ୟଟକ। ଜର୍ମାନୀରୁ ହଜାର ହଜାର କିଲୋମିଟର ଦୂର ଅତିକ୍ରମ କରି ଓଡ଼ିଶା ଆସିଛନ୍ତି ପାଟ୍ରିକ୍ ଓ ତାଙ୍କ ଜୀବନସାଥୀ ଏନି। ଅନ୍ୟମାନଙ୍କ ପରି ଗାଡ଼ି କିମ୍ବା ବସ୍ ନୁହେଁ, ସାଇକେଲ ନେଇ ସେମାନେ ଆରମ୍ଭ କରିଛନ୍ତି ଓଡ଼ିଶା ଦର୍ଶନ। ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରି ପୁରୀ କୋଣାର୍କ ସାତକୋଶିଆ ହୋଇ ଏବେ ପହଞ୍ଚିଛନ୍ତି କାଶ୍ମୀର ଅଫ୍ ଓଡ଼ିଶା ଭାବେ ପରିଚିତ ଦାରିଙ୍ଗବାଡ଼ିରେ। ଦାରିଙ୍ଗବାଡ଼ିର ପାହାଡ଼ିଆ ରାସ୍ତା, ଘନ ଜଙ୍ଗଲ, ଶୀତୁଆ ପରିବେଶ ଏବଂ ସକାଳର କୁହୁଡ଼ି ସବୁକିଛି ଦୁହିଁଙ୍କୁ ଭାରି ଆକର୍ଷିତ କରିଛି। କଅଁଳିଆ ଖରା ମଧ୍ୟରେ ସାଇକେଲ ଚଲାଇବାର ଅନୁଭୂତି ସେମାନଙ୍କ ପାଇଁ ଜୀବନର ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିବ ବୋଲି କହିଛନ୍ତି। ପାଟ୍ରିକ୍ କହିଛନ୍ତି, ଏଠାରେ ରାସ୍ତା, ପାହାଡ଼ ଆଉ ପରିବେଶ ଆମକୁ ବହୁତ ଭଲ ଲାଗୁଛି। ଶୀତଳ ପବନ ଓ ସକାଳର ସ୍ୱଚ୍ଛ ହାବା ମନକୁ ଭାରି ସତେଜ କରୁଛି। ଏ ଅନୁଭୂତିକୁ ଆମେ କେବେ ଭୁଲି ପାରିବୁ ନାହିଁ। କିନ୍ତୁ ପ୍ରକୃତି ସହିତ ଯାହା ସେମାନଙ୍କୁ ସବୁଠାରୁ ଅଧିକ ଆକର୍ଷିତ କରିଛି ସେହିଟା ହେଉଛି ଓଡ଼ିଶାର ସରଳ ଆଦିବାସୀ ଲୋକଙ୍କ ଆତିଥ୍ୟ ସତ୍କାର, ଗାଁ ଗହଳିର ସାଧାରଣ ଖାଦ୍ୟ, ହସୁଥିବା ମୁହଁ ଏବଂ ଲୋକମାନଙ୍କର ବ୍ୟବହାର ସେମାନଙ୍କ ମନକୁ ଜିତି ନେଇଛି। ତଥାପି ଓଡ଼ିଶାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ କେମିତି ଧୀରେ ଧୀରେ ଅଣଦେଖା ହେଉଛି ଓ କିଛି ସ୍ଥାନରେ ଦୂଷଣର ସମସ୍ୟା ବଢ଼ୁଛି, ସେଥିପାଇଁ ଦୁହିଁଙ୍କ ଦୁଃଖ ପ୍ରକାଶ କରିଛନ୍ତି। ସେମାନଙ୍କ କଥାରେ ଓଡ଼ିଶା ବହୁତ ସୁନ୍ଦର, କିନ୍ତୁ ଏହି ପ୍ରକୃତିକୁ ଯଦି ଆମେ ସୁରକ୍ଷିତ ରଖିପାରିବା ତେବେ ସାରା ବିଶ୍ୱର ପର୍ଯ୍ୟଟକ ଏଠାକୁ ଆସିବେ। ବିଦେଶୀ ପର୍ଯ୍ୟଟକଙ୍କ ଏ ଯାତ୍ରା ଆଜି ପୁଣି ଥରେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆତିଥ୍ୟକୁ ଆଲୋକିତ କରିଛି। ବ୍ୟୁରୋ ରିପୋର୍ଟ, ପିପିଲି ଓଡ଼ିଆ ନ୍ୟୁଜ୍।